हाय हेलो फ्रेंड्स नमस्कार। ଆପଣ ଭାବୁଥିବେ କ'ଣ ଏମିତି ନଟା ବୁଦା ଭିଡ଼ିଓ ଦେଖାଉଛି କିଛି ବୁଝି ହେଉନି, କିନ୍ତୁ ଭିଡ଼ିଓଟି ଦେଖିବାର ମାନେ ହେଉଛି ଏ ନଟା ଭିତରେ ଗୋଟେ ସାପଟି ସାପଟା କ'ଣ ସାପ କିଛି ଜାଣି ହେଉନି। କିଏ କହୁଛନ୍ତି ବଡ଼ ସାପ ତ କିଏ କହୁଛନ୍ତି ଅଜଗର, କିଏ କହୁଛନ୍ତି କ'ଣ ଆନାକୋଣ୍ଡା। ମୁଁ କିନ୍ତୁ ଏ ସାପଟାକୁ କିଛି ବୁଝିପାରୁନି। ଯଦି ଆପଣମାନେ ଦେଖନ୍ତୁ ତାପରେ କୁହନ୍ତୁ ସାପଟା କେଉଁ ସାପ, ଅଜଗର ନା ବିଦ୍ୟାବେଡ଼ା ନା ଚନ୍ଦ୍ରବେଡ଼ା। ଏ ସାପଟା କ'ଣ ମୁଁ ଜାଣିପାରୁନାହିଁ। ମୋତେ ଏ ସାପଟାକୁ ଗୋଟେ ଯେଉଁ ଅଛି ପିଟି ତାକୁ ମାରିଦେଉଛି ବାଡ଼ି ସାହାଯ୍ୟରେ, ଆଉ ଯେଉଁ ବାଡ଼ିରେ ପିଟିକି ମାରୁଛି ସେ ବାଡ଼ିରେ ପୁଣି ଟେକି ଆଣିକି ବାହାରେ ଦେଖାଉଛି ଯେ ଏ ସାପଟା କ'ଣ ଦେଖନ୍ତୁ। ଆଉ ଯେଉଁ ପିଣ୍ଡା ପାଖରେ ମୁଁ ଯେଉଁଠି ବସେ ସେ ଗୋଟେ ପିଣ୍ଡା ଅଛି, ପିଣ୍ଡା ତଳେ ବାହାରିଥିବା ଭିତରେ ତାଙ୍କମାନଙ୍କୁ ଡାକିଲା ଭିତରେ ଯେମିତି ଦେଖିଲେ ତାପରେ ସେମାନେ ପିଟିକିରି ମାରି ଦେଉଛନ୍ତି। ଆଉ ଏଠି ମାରି ସାରିଲା ପରେ ତାକୁ ନେଇକି ପୁଣି ସିକ୍ୟୁରିଟି ଗେଟ୍କୁ ଯାଆନ୍ତି। ମାରିଦେଲେ ସିକ୍ୟୁରିଟି ଗେଟ୍ କ'ଣ 100 କି 200 ଟଙ୍କା ଦିଅନ୍ତି। ସେଥିପାଇଁ ମାନେ ଯିଏ ବି ସାପ ଦେଖନ୍ତି ମାନେ ଆଗେ ପିଟିକି ମାରିବେ, ତାପରେ ସିକ୍ୟୁରିଟି ଗେଟ୍ ପାଖକୁ ନେଇକି ଚାଲିବେ କିଛି ପଇସା ପାଇବାର ଲୋଭରେ ଲାଳସାରେ। ଆଉ ଏମିତି ସାପଟା କ'ଣ ସାପ କିଛି ଦେଖିବେନି ଜାଣିବେନି, କିନ୍ତୁ ଦେଖିବେ ଏଇଟା ଓଜନରେ ପ୍ରାୟ 10 କିଲୋ ପାଖାପାଖି ହେଇଯିବ। ବହୁତ ବଡ଼ ସାପଟା। ଯାହାକୁ ଯେ ଏମିତିକା ସାପ ଏଠି ବହୁତ ବୁଲନ୍ତି। ପାଖରେ ଯେଉଁ ପୋଖରୀ ଜଙ୍ଗଲ ଅଛି ସେଠିକି ଆସନ୍ତି। ଆଉ ସାପଟା ଦେଖିକି କହିବେ ସାଙ୍ଗମାନେ କ'ଣ ସାପର ନା। ଯଦି ଭିଡ଼ିଓ ଭଲ ଲାଗୁଥିବ ଲାଇକ୍ ସବସ୍କ୍ରାଇବ୍ ସେୟାର କରିଦେବେ। ଆଉ ଦେଖନ୍ତୁ କ'ଣ ସାପଟା। ଆଉ ରହୁଛି, ବାଏ।